शिव किए शिवଙ୍କ विषय किसी जानवर आग्रह नहीं आज आम आसी शिवଙ୍କର ବାହନ କାହାକୁ କହିବା ଅନ୍ୟମାନଙ୍କର ସମସ୍ତ ବାହନ ଅଛନ୍ତି ସେଥିରେ ସେମାନେ ଯିବା ଆସିବା କରିଥାନ୍ତି କିନ୍ତୁ ଶିବଙ୍କ ପାଖରେ ଆମେ ଦୁଇଟି ଦେଖୁଛେ ଜଣେ ନନ୍ଦୀ ବୋଲି କହୁଛେ ଆଉ ସର୍ପ କାହିଁ ବେକରେ ଅଛନ୍ତି ଏ ବିଷୟରେ ଟିକେ ଜାଣିବା। ବାର୍ଷିକ ନାଗ ଯେତେବେଳେ କଲେ ସେତେବେଳେ ଦେବତା ମାନେ ସମୁଦ୍ର ମନ୍ଥନ ଅଧେ ଧରିଲେ ଆଉ ଅସୁର ମାନେ ଅଧେ ଧରିଲେ ଧରିବା ଭିତରେ ଯେଉଁ ବିଷଟା ବିଷ ଯେତେବେଳେ ଉଦ୍ଭୋଗ ହେଲା ତା ଭିତରୁ ତାକୁ ପୃଥିବୀ ଧ୍ୱଂସ ହେଇଯିବ ବୋଲିକିରି ଆମର ଦେବଦେବ ମହାଦେବ ସେ ବିଷକୁ ସେ ପାନ କଲେ ବିଷ ପାନ କରିବା ଭିତରେ ତାଙ୍କ ଶରୀର ଅତ୍ୟନ୍ତ ଗରମ ହେଇଗଲା। ଗରମ ହେଇଯିବା ସମୟରେ ସେଠୁ ସେ ଦେଖିଲେ ସର୍ପଟା ବିଷଟା ଯେତେ ଗରମ ଆଉ ସର୍ପର ପେଟଟା ହଉ ସେତେ ଥଣ୍ଡା ସେଇ ଅନୁସାରେ ସେ ସର୍ପଟାକୁ ବେକରେ ଗୁଡ଼େଇ ପକେଇଲେ ଥଣ୍ଡା ଲାଗିଲା ଶରୀର ଥଣ୍ଡା ପାଇଁ। ଶିବ କିଏ ଏ ପ୍ରଶ୍ନଟିଏ ଜାଣିବାକୁ ଚାହୁଁ ଟିକେ କହିବେ ଆଜ୍ଞା। ଆଜ୍ଞା ନମସ୍କାର ଟିକେ ରଘୁନାଥ ଦାସ ରବୀନ୍ଦ୍ରନାଥ ପ୍ରଧାନ। ଶିବ ହେଉଛନ୍ତି ଗୋଟେ ଶ୍ଲୋକ କହୁଛି ଆପଣ ବୁଝିପାରିବେ। ବ୍ରହ୍ମା ମୁରାରେ ସୁରାଚିତ ଲିଙ୍ଗଂ ନିର୍ମଳ ଭାସିତ ଶୋଭିତ ଲିଙ୍ଗଂ ଜନ୍ମଜ ଦୁଃଖ ବିନା ସକଲିଙ୍ଗଂ ତତ ପ୍ରଣମମି ସଦା ଶିବଲିଙ୍ଗଂ। ଆଜ୍ଞା ଶିବ ହେଉଛନ୍ତି ଯାହାକୁ ବ୍ରହ୍ମା ମୁରାରୀ ସଦା ସର୍ବଦା ଦିନ ରାତି 24 ଘଣ୍ଟା ଧ୍ୟାନ କରନ୍ତି। ବ୍ରହ୍ମା ମୁରାରୀ ସୁରାଚିତ ଲିଙ୍ଗଂ ନିର୍ମଳ ଭାସିତ ଶୋଭିତ ଲିଙ୍ଗଂ ତାଙ୍କର ଭାଷା ହେଉଛି ଶିବଙ୍କର ଭାଷା ହେଉଛି ନିର୍ମଳ ମାନେ ସ୍ୱଚ୍ଛ ପବିତ୍ରତା ଯୋଉଠି ଅଛି ସେ ହେଉଛନ୍ତି ସମସ୍ତଙ୍କ ଦେବତାଙ୍କର ଅଗ୍ରଗଣ୍ୟ ସେ ହେଉଛନ୍ତି ଦେବତା ମହାଦେବ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ହେଉଛନ୍ତି ତ୍ରିଦେବତା ମଧ୍ୟରେ ଶିବ ଏମିତିଆ ଦେବତା ତାଙ୍କର ଆଉ ଗୋଟେ ନାଁ ଅଛି ଶିବଙ୍କର ଜନ୍ମ ନାହିଁ ଶିବଙ୍କର ଗୋଟେ ନାଁ ଆପଣ ଶୁଣିଥିବେ ସ୍ୱୟଂଭୁ ତାଙ୍କର ତ ବହୁତ ନାମ ଅଛି ଶିବଙ୍କର ଶମ୍ଭୁ ନା ସ୍ୱୟଂଭୁ ସ୍ୱୟଂ ଶମ୍ଭୁ ଅଲଗା ସ୍ୱୟଂଭୁ ଅଲଗା ସ୍ୱୟଂଭୁ ଅର୍ଥ ମାନେ ମୁଁ ନିଜେ ମୋର କେହି ମାନେ ଜନ୍ମଦାତା ନାହିଁ। ଶିବ ହେଉଛନ୍ତି ଏକମାତ୍ର ଦେବତା ଯାହାର କେହି ଜନ୍ମ ମୁଁ ସେଟା କୁହନ୍ତି ମୁଁ ସ୍ୱୟଂଭୁ ଗୋଟେ ଗୋଟେ ଲୋକ କୁହନ୍ତି ମୋର ମୁଁ ନିଜେ ଅଛି ତ ମୋର ସବୁ ଅଛି ମୋର କିଏ କଣ କରିବ ଗୋଟା ଖରାପ ଭାଷାରେ କହନ୍ତି କିନ୍ତୁ ଶିବ ହେଉଛନ୍ତି ସେଇ ଦେବତା ସ୍ୱୟଂଭୁ ତାଙ୍କର ଜନ୍ମ ନାହିଁ ସେ ନିଜେ ନିଜେ ତାଙ୍କର ବାପା ମା ବି ନାହାନ୍ତି ସେ ସ୍ୱୟଂଭୁ ଅଦ୍ୟାବଧି ସେ ବିଷୟ ଅବତର ହେଇକି ରହିଛି ତାଙ୍କର ବାପା ମା ଅବତର। ଏଇଠି ଗୋଟେ ପ୍ରଶ୍ନ ଆସୁଛି ଆଜ୍ଞା ଶିବଙ୍କର ତ ପ୍ରତିଛବି ଅଛି ଆମେ ପ୍ରତିମୂର୍ତ୍ତି ମଧ୍ୟ କରିପାରିବା କିନ୍ତୁ ଗୋଟେ କଥା ନଜରକୁ ଆସୁଛି ଆଜ୍ଞା ଶିବଲିଙ୍ଗ ପୂଜା ହେଉଛି ଶିବଙ୍କର ପ୍ରତିମୂର୍ତ୍ତି ଆମେ କାହିଁ ପୂଜିବାନି ଶିବଲିଙ୍ଗ କାହିଁ ପୂଜା କରୁଛେ ଶିବଲିଙ୍ଗ ଯେଉଁ ଶବ୍ଦଟି ଆସୁଛି ତା ଉପରେ କ'ଣ ଟିକେ କହିବେ ଆଜ୍ଞା। ଯେଉଁ ପ୍ରଶ୍ନଟା ଆପଣ ସୁନ୍ଦର ପ୍ରଶ୍ନଟି କରିଛନ୍ତି ଭାଷାଟା ଟିକେ ଅସୁନ୍ଦର ହେଇଛି ଆପଣ ଦେଖିଦେବେ ଗୋଟେ କଥା ଆପଣ ଶୁଣିଥିବେ ବଙ୍ଗାଳୀରେ ଓଡ଼ିଆ ନାମ ଦେଇ ଜାଣେ ବୋଲତେ ପାରେ ନା ବୁଝିପାରୁନ ଓଡ଼ିଆ ନାମ ଦେଇ ଜାଣେ ବୋଲତେ ପାରେ ନା ତା ଅର୍ଥ କ'ଣ ଆପଣଙ୍କର ଗୋଟେ ପିଲାରେ ଗୋଟେ ନାଁ ଦିଆହେଇଥିବ ଗୌରାଙ୍ଗ ତାକୁ ଆଜ୍ଞା ଗାଁରେ କ'ଣ ଡାକନ୍ତି ଗୌରା କାହିଁକି ଶ୍ରଦ୍ଧାରେ ନା ଏଇଠି ଭାଷାର ଅପ୍ରଭଂଶ କରାଗଲା। ସୋମନାଥ ଜଣଙ୍କ ନାମ ଦିଆହେଲା ତାକୁ ସୋମ ଡାକେ ଆଜ୍ଞା ମୋ ନାଁ ରବୀନ୍ଦ୍ର ମତେ ରବି ଡାକୁଛନ୍ତି ମତେ କେହି ଆଜି ପର୍ଯ୍ୟନ୍ତ ରବୀନ୍ଦ୍ର ନା ଆଜ୍ଞା ଏମିତି ଏମିତି ଆପଣ ବହୁତ ଦେଖିଥିବେ ଦିବାକର ଦିବାକର କେତେ ସୁନ୍ଦର ନାଁଟି କିନ୍ତୁ ଲୋକ ତାକୁ ଡାକିବେ କ'ଣ ଦିବା କାହିଁକି ଡାକିବେ ଇଏ ଗୋଟା ଅଳ୍ପକରେ କାମ ସାରିବା ପାଇଁ ଇଏ ଗୋଟେ ଭାଷାର ଅପଭ୍ରଂଶ କିନ୍ତୁ ଆମର ଏଇଟା ଲିଙ୍ଗ ନୁହେଁ ଇଏ ହେଉଛି ଆଜ୍ଞା ଜ୍ୟୋତିର୍ଲିଙ୍ଗ। ଜାଣିପାରିବା ଟିକେ ଆଜ୍ଞା ଜ୍ୟୋତିର୍ଲିଙ୍ଗ କାହିଁ କୁହାଯାଉଛି ଆଜ୍ଞା ବ୍ରହ୍ମା ଆଉ ବିଷ୍ଣୁଙ୍କ ଭିତରେ ଦିନେ ଦ୍ୱନ୍ଦ୍ୱ ହେଲା ବ୍ରହ୍ମା କହିଲେ ମୁଁ ବଡ଼ ବିଷ୍ଣୁ କହିଲେ ମୁଁ ବଡ଼ ଶିବ କହିଲେ ମୁଁ ତାହେଲେ ବଡ଼ ନୁହଁ ନା ଠିକ୍ ଅଛି ତମ ଦୁଇ ଜଣ ଭିତରେ କିଏ ବଡ଼ ମୁଁ ମାପି ଦେଉଛି ସେ ଗୋଟେ ଜ୍ୟୋତି ବାହାର କଲେ ବୁଝିଲେ ଯେଉଁ ଜ୍ୟୋତି ପାତାଳକୁ ଯେତିକି ଗଲା ଉପରକୁ ସେତିକି ଗଲା। ଶିବ କହିଲେ ବ୍ରହ୍ମଦେବ ଆଉ ନାରାୟଣ ଦେବ ଆପଣ କୁହନ୍ତୁ ମୋର ଜ୍ୟୋତିର ଶେଷଟା କେଉଁଠି ତଳ ଶେଷଟା କେଉଁଠି ଉପର ଶେଷଟା କେଉଁଠି ଯିଏ କହିଦେବ ମୁଁ ଜାଣିବି ତମ ଭିତରେ ରହୁଛି ସିଏ ବଡ଼। ତେଣୁ ବ୍ରହ୍ମା କହିଲେ ମୁଁ ସ୍ୱର୍ଗ ଉପରୁ ଯିବି ବ୍ରହ୍ମା ଆଗେ କହିଲେ ମୁଁ ସ୍ୱର୍ଗ କାରଣ ଫାଙ୍କା ଏରିଆଟା ମୁଁ ପଳେଇବି ଆଉ
ନାରାୟଣ କହିଲେ ସେ ମୁଁ ପାତାଳପୁର ଯିବି। ଆଜ୍ଞା 2 ଜଣ ଯାଇଛନ୍ତି ଆଉ ଫେରିବାର ନାହିଁ। ମାନେ ତାଙ୍କର ଜ୍ୟୋତିର କାପାସିଟି କେତେ ଶୁଣନ୍ତୁ, ମାନେ ତଳକୁ କେତେ ଯାଇଛି ବ୍ରହ୍ମା ନାରାୟଣ ତାର ଅନ୍ତ ପାଇଲେ ନାହିଁ। ତେଣୁକୁ ତାଙ୍କ ନାମ ହେଲା ଜ୍ୟୋତିର୍ଲିଙ୍ଗ। ହଉ ସେଇ ଲିଙ୍ଗର ନାମ ଜ୍ୟୋତିର୍ଲିଙ୍ଗ। ଜ୍ୟୋତିର୍ଲିଙ୍ଗ, ଜ୍ୟୋତିର୍ଲିଙ୍ଗ, ଜ୍ୟୋତି ଯିବାରୁ ତା ନାଁ ହେଲା ଜ୍ୟୋତିର୍ଲିଙ୍ଗ। ଲିଙ୍ଗଟା ଆମେ ଟିକେ ଭାଷାର ଅପଭ୍ରଂଶ କରିଦେଉଛେ। ଲିଙ୍ଗ କହିବାଟା ଯୁକ୍ତିସଙ୍ଗତ ନୁହଁ, ପୌରାଣିକ ମତରେ ନାହିଁ। ସବୁବେଳେ ଆପଣ ଜ୍ୟୋତିର୍ଲିଙ୍ଗ ଅଛି। ସେଇଥିପାଇଁ ଭାରତରେ ଏମିତି ପୌରାଣିକ ମତରେ ଗୋଟେ 12 ଜ୍ୟୋତିର୍ଲିଙ୍ଗ ଅଛି। ଯେ 12 ଜ୍ୟୋତିର୍ଲିଙ୍ଗ ଯିଏ ପୂଜା କରିବ ତାର ମନମାଛା ନିଶ୍ଚିନ୍ତ ପୂରଣ ହେବ। ସେଥିପାଇଁ ଆମର ଗୋଟେ ଜ୍ୟୋତିର୍ଲିଙ୍ଗକୁ ଭାଷାର ଅପଭ୍ରଂଶ ହେବାରୁ ସେଟା ଲିଙ୍ଗ ହେଇଯାଇଛି। এই লিঙ্গକୁ ବ୍ୟବହାର ନ କରି ଜ୍ୟୋତିର୍ଲିଙ୍ଗ ଭାବରେ ଆପଣ ଜ୍ୟୋତିର୍ଲିଙ୍ଗ ଆଜ୍ଞା